ଦିନେ କୁଖ୍ୟାତ ମାଓବାଦୀର ଆଖ୍ୟା ନେଇ ବଞ୍ଚୁଥିବା ଡୋନା କେଶବ ରାଓ ଓରଫ ଆଜାଦ ଆଜି ସମ୍ପୂର୍ଣ୍ଣ ଭାବେ ମୁକ୍ତ। ଦିନେ ଓଡ଼ିଶା ଏବଂ ଆନ୍ଧ୍ର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲେ, କିନ୍ତୁ 2011ରେ ସେ ଶାନ୍ତି ଜୀବନ ବଞ୍ଚିବା ପାଇଁ ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲେ, କିନ୍ତୁ ଓଡ଼ିଶା ପୋଲିସ ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରିନେଇଥିଲା। ତାଙ୍କ ନାମରେ ବିଭିନ୍ନ ଥାନାରେ ଥିବା ମାମଲାର ବିଚାର ପ୍ରକ୍ରିୟା ସରିବା ପରେ ଗତକାଲି ସେ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଆଜି ସେ ତାଙ୍କ ଘରେ ଶାନ୍ତିରେ ଅଛନ୍ତି ଏବଂ ଆମେ ପହଞ୍ଚିଛୁ ତାଙ୍କ ଗାଁ ଆନ୍ଧ୍ରପ୍ରଦେଶର ନାଲାବଦୁଲୁଠାରେ। ଆସନ୍ତୁ ସିଧାସଳଖ ଆଲୋଚନା କରିବା ତାଙ୍କ ସହ, ବର୍ତ୍ତମାନ ସେ କିଭଳି ଅନୁଭବ କରୁଛନ୍ତି ଏବଂ କାହିଁକି ସେ ମାଓବାଦୀ ସଂଗଠନ ସହ ଜଡ଼ିତ ଥିଲେ ଇତ୍ୟାଦି ସବୁ ବିଷୟରେ ଆଲୋଚନା କରିବା। ସ୍ୱାଗତ କରୁଛି ଆପଣଙ୍କୁ କଳିଙ୍ଗ ଟିଭିକୁ। ନମସ୍କାର। ଆଚ୍ଛା, ହଠାତ୍ ମାଓବାଦୀ ଯୋଉ ପାର୍ଟିକୁ ଆପଣ ଗଲେ, କାହିଁକି ଗଲେ ଏବଂ ପରବର୍ତ୍ତୀ ସମୟରେ କାହିଁକି ଫେରି ଆସିବାକୁ ଚାହିଁଲେ? ऑलरेडी ଏବେ जो कंडीशन ଅଛି कंडीशन आउटडेटेड ସେଟା ଆମେ ଛାଡ଼ିଦେବା, ବୁଝିପାରୁଛି ତ। ଅଲରେଡ଼ି ମେନ୍ ଟିମ୍କି ଆସିବା ପାଇଁ ମୁଁ ଡିସାଇଡ଼ କରିକି ଆସିଥିଲି। ମେନ୍ ଟିମ୍କି ଆସିଥିଲି, ହେଲେ ବି ସେ ସ୍କୋପ୍ ମୋତେ ମିଳିଲା ନାହିଁ। ପରବର୍ତ୍ତୀ କାଳରେ ଓଡ଼ିଶା ହେଇପାରେ, ଅନ୍ୟ ଗଭର୍ଣ୍ଣମେଣ୍ଟ ହେଇପାରେ, ପରଦାରୁ ବିଭିନ୍ନ ଅଭିଯୋଗରେ ସେମାନେ ମୋତେ ଜେଲରେ ରଖିଥିଲା। ସେଠି ମ୍ୟାକ୍ସିମମ୍ 15 ଇୟର୍ସ ପରେ ଗୋଟେ 15 ଇୟର୍ସ ଜେଲରେ ଥିଲି, ଗୋଟେ ବନ୍ଦୀ ଜୀବନ କଟିଥିଲି। ये जो ଅଭିଯୋଗରେ ଗୋଟେ ଲମ୍ବା ଲଢ଼ାଇ ନଥିଲେ ବିଚାର ପ୍ରକ୍ରିୟାରେ ଶେଷକୁ ରିଜଲ୍ଟ ଆଜି ଏ ଜାଗାକୁ ମୋତେ ପହଞ୍ଚାଇଛି। ये ଟୋଟାଲ ये जो ପିରିୟଡ଼ ଯେଉଁଟା ଅଛି ସେ ପିରିୟଡ଼ରେ ମୋତେ ମୁଁ ଯେଉଁ ସଂଘର୍ଷ କରିଥିଲି, ମୋତେ ମୋ ପରିବାର ଯେଉଁ ସଂଘର୍ଷ କରିଥିଲି, ଏ ସଂଘର୍ଷକୁ ଯେଉଁ ସପୋର୍ଟ କରିଥିବା ଓକିଲମାନେ ହେଇପାରେ, ଅନ୍ୟ ସାଥୀମାନେ ହେଇପାରେ, ଗାଁରେ ସାଧାରଣ ଜନତା ହେଇପାରେ, ଯେଉଁ ହ୍ୟୁମାନ୍ ରାଇଟ୍ସ ଆକ୍ଟିଭିଷ୍ଟ ମାନେ ହେଇପାରେ, ଏମାନେ ସମସ୍ତଙ୍କୁ ये जो ଆଜିର ଦିନରେ ମୁଁ ସ୍ଥିତିରେ ରହିବା ପାଇଁ ସେମାନେ ସମସ୍ତଙ୍କୁ ଯେଉଁ ହେଲ୍ପ କରିଥିଲା, ସେମାନେ ଯେଉଁ ମଦତ ଜଣାଇଥିଲା, ସେମାନେ ସମସ୍ତଙ୍କୁ ମୋ ହୃଦୟପୂର୍วଧନ୍ୟବାଦ ଜଣାଉଛି। ଆଚ୍ଛା, ଆପଣ ବର୍ତ୍ତମାନ ଯୋଉ 2011ରେ ଗୋଟେ ଶାନ୍ତିରେ ବଞ୍ଚିବା ପାଇଁ ମେନ୍ ଷ୍ଟ୍ରିମ୍କୁ ଆସିବା ପାଇଁ ଚାହିଁଥିଲେ, କିନ୍ତୁ ହଠାତ୍ ଯେତେବେଳେ ଆପଣ ଜେଲକୁ ନେଇଯାଗଲା, ପୋଲିସ ପୁଣି ଥରେ ଆରେଷ୍ଟ କଲା, ସେତେବେଳେ ଆପଣ କ'ଣ ଫିଲ୍ କରୁଥିଲେ ଏବଂ ବର୍ତ୍ତମାନ ସବୁ ପ୍ରକ୍ରିୟା ସରିବା ପରେ ଏବେ ଯୋଉ ଆଉ କିଛି ହରଲ୍ସ ନାହିଁ ବୋଲି ଯାହା କୁହାଯାଉଛି, ଏବେ ବର୍ତ୍ତମାନ କ'ଣ ଫିଲ୍ କରୁଛନ୍ତି? ହଁ, ପ୍ରେଜେଣ୍ଟ କଣ୍ଡିସନରେ ବହୁତ ହ୍ୟାପି ଫିଲ୍ କରୁଛି। ଗୋଟେ ନୂଆ ଲାଇଫ୍ ଷ୍ଟାର୍ଟ କରୁଛି ମୁଁ। ତେଣୁ ଲାଇଫ୍କୁ ଆସିଲା ବେଳକୁ ଏଇଟା ସାଫିରେ କେମିତି ଆଗେଇ ଯିବ ସେ ଦିଗରେ ଚେଷ୍ଟା କରିବି, କେମିତି ପିସଫୁଲ୍ ରହିବି ପରିବାର ସହିତ, ଲୋକଙ୍କର ସହିତ, ସୋସାଇଟିରେ ୱାନ୍ ଅଫ୍ ଦ ମେମ୍ବର ହିସାବରେ କେମିତି ଗୋଟେ ଭଲ ଜୀବନ କଟାଇବି, ସେ ଦିଗରେ ମୁଁ ଚେଷ୍ଟା କରିବି ଗୋଟେ ଭଲ ମାନସିକ ରହିବା ପାଇଁ। ଆଚ୍ଛା, ଆଉ ଗୋଟେ କଥା, ଯେତେବେଳେ 2011ରେ ଆପଣ ମେନ୍ ଷ୍ଟ୍ରିମ୍କୁ ଆସିବା ପାଇଁ ଆସିଲେ, କିନ୍ତୁ ହଠାତ୍ ଆପଣଙ୍କୁ ପୋଲିସ ପୁଣି ଥରେ ଗୋଟେ ଆଇନ ପ୍ରକ୍ରିୟା ଭିତରକୁ ନେଲା ଆପଣଙ୍କୁ, ତ ଆପଣ ସେତେବେଳେ ଗୋଟେ ଯୋଉ ମେଣ୍ଟାଲି ପ୍ରେସର ଭିତରେ ଥିଲେ, କ'ଣ ଥିଲା ଆପଣଙ୍କର ସେତେବେଳେ ମେଣ୍ଟାଲ ପ୍ରେସର ଟିକେ ଜାଣିବାକୁ ଚାହିଁବି। ଗୋଟେ କଥାରେ କହିବା, ଯାହା କରିଛି ଗଭର୍ଣ୍ଣମେଣ୍ଟ କିମ୍ବା ପୋଲିସ ଏଇଟା ଠିକ୍ କରିନାହିଁ। ନିଶ୍ଚିତ ଭାବରେ। ଆଚ୍ଛା, ବର୍ତ୍ତମାନ ଭବିଷ୍ୟତ ଆପଣଙ୍କର ଗୋଟେ ଲମ୍ବା ଭବିଷ୍ୟତ ପଡ଼ିଛି। ବର୍ତ୍ତମାନ ଏଇ ଯୋଉ ରେଷ୍ଟ ଅଫ୍ ଦି ଲାଇଫ୍ ରହିଲା, ଆପଣ କ'ଣ କରିବା ପାଇଁ ବର୍ତ୍ତମାନ ନିଷ୍ପତ୍ତି ନେଇଛନ୍ତି, ନା କ'ଣ ଯୋଜନା କରୁଛନ୍ତି? ଭବିଷ୍ୟତରେ ଲୋକଙ୍କ ସହ ରହିବେ, ନା ନିଜେ କିଛି କାମ ପରିଶ୍ରମ କରିବେ ବାହାରକୁ ଯାଇକିରି, ନା କ'ଣ କ'ଣ ଗୋଟେ ପ୍ଲାନିଂ କରିଛନ୍ତି ଆପଣ? ଭାଇ ଆଜି ଏକା ଆସୁଛି ମୁଁ ଘରକୁ, ତେଣୁ ଦେଖିବା ଗୋଟେ ଫ୍ରି ଲାଇଫ୍ ଆଜି ପାଇଛି, ତେଣୁ ଏଇଟା ସ୍ୱାଦ ଚାଖିବା। ଫର୍ଦର ଟାଇମ୍ରେ ତ ମଣିଷ ବଞ୍ଚିବା ତ କିଛି କରିବାର ଅଛି, ତେଣୁ ସେ ସ୍କୋପ୍ ମୋତେ କ'ଣ ମିଳିବ ସେଇଟା ଆଗାମୀ ଦିନ ମୁଁ ଠିକ୍ କରିବି, କେମିତି ବଞ୍ଚିବି, କ'ଣ ସେ ପାଇଁ କ'ଣ କରିବି, ଏଇଟା ଆଗାମୀ ଦିନ ଠିକ୍ କରିବି। ପ୍ରେଜେଣ୍ଟ ତ ସେମିତି କିଛି ମୋର ପାଖରେ ପ୍ଲାନ୍ କିଛି ନାହିଁ। ଏବେ ତ ପ୍ରେଜେଣ୍ଟ ପିସଫୁଲ୍ ପରିବାର ସହିତ, ଗାଁ ଲୋକଙ୍କ ସହିତ ରହିବି। ଆଚ୍ଛା, ବହୁତ ବର୍ଷ ପରେ ଆଜି ଆପଣ ଫ୍ରିରେ ନିଜ ମା ପାଖରେ, ନିଜ ସ୍ତ୍ରୀ ପାଖରେ, ନିଜ ଭାଇ ପାଖରେ ଫ୍ରିରେ ବଞ୍ଚୁଛନ୍ତି, ଆପଣ ଗୋଟେ ଲାଗୁନି ଯେ ଏଇଟା ଗୋଟେ ମାନେ ଗୋଟେ ଡିଫରେଣ୍ଟ ଲାଇଫ୍ ଆପଣଙ୍କୁ ଆଣିଦେଇଛି ଆଜି? ନିଶ୍ଚିତ କାହିଁକି ଯେ ଗୋଟେ 15 ବର୍ଷ ଜେଲ୍ ଲାଇଫ୍କି ଆସିଲା ବେଳକୁ ଜେଲ୍ ଲାଇଫ୍ ସେ ତୁଳନା କଲେ ଏଇଟା ବହୁତ ଏଇଟାକୁ ବିଲିଭ୍ କରିପାରିବୁନି। ଗୋଟେ ବ୍ୟକ୍ତି ଯଦି ଗୋଟେ ବନ୍ଦୀ ଜୀବନରୁ ବାହାରକୁ ଆସିବାଟା ସବୁଠୁ ବଡ଼ କଥା, ବୁଝିପାରୁଛି ତ। ତେଣୁ ଏଇଟା ମୁଁ ବହୁତ ହ୍ୟାପି ଫିଲ୍ କରୁଛି। ତେଣୁ ଆଗାମୀ ଦିନ ବି
କେମିତି ଆଗକୁ ଯିବା ପାଇଁ ଚେଷ୍ଟା କରିବୁ। ନିଶ୍ଚିତ ଭାବରେ ଯେମିତି ଆମେ କଥା ହେଉଥିଲେ ଦୀର୍ଘ ଦିନର ଜଙ୍ଗଲ ଜୀବନ ଏବଂ 15 ବର୍ଷର ଜେଲ୍ ଜୀବନ ପରେ ଆଜି ସେ ସମସ୍ତ ପ୍ରକାର ଆଇନଗତ ଯେଉଁ ପ୍ରକ୍ରିୟା ରହିଥିଲା ସେଥିରେ ସେ ଦୋଷମୁକ୍ତ ହୋଇଛନ୍ତି ଏବଂ ଆଜି ଝାରପଡ଼ା ଜେଲରେ 15 ବର୍ଷ ରହିବା ପରେ ଖଲାସ ହେଇ ନିଜ ଘରେ ଆଜି ପହଞ୍ଚିଛନ୍ତି ଏବଂ ଭବିଷ୍ୟତର ଯୋଜନା ସେ ଆଉ କିଛି ଦିନ ଭିତରେ ନିର୍ଣ୍ଣୟ କରିବେ ବୋଲି କହୁଛନ୍ତି। ଆନ୍ଧ୍ରପ୍ରଦେଶ ନାଲାବଦୁଲୁରୁ ଗାଁରୁ ରୂପେଶ କୁମାର ସାହୁ, କଳିଙ୍ଗ ଟିଭି।